ସମସ୍ତେ ଏକ ସ୍ୱରରେ କହୁଛି ନବୀନ ପଟ୍ଟନାୟକ ସର୍ବମାନ୍ୟ ନେତା ଆଗାମୀ ଦିନରେ ପୁନର୍ବାର ସଭାପତି ଭାବେ ନିର୍ବାଚିତ ହେବେ। ତାପରେ ସାଂଗଠନିକ ପ୍ରକ୍ରିୟା ଚାଲିଛି ଆମର ଦଳର, ତା ମଧ୍ୟ ସୁଚାରୁ ରୂପେ ସରିଯିବ। ତେଣୁ ବିଜୁ ଜନତା ଦଳ ବହୁତ ପୁରୁଣା ଦଳ, ବହୁତ ବଡ ସର୍ବାଧିକ ବୃହତ ଆଞ୍ଚଳିକ ଦଳ। ତେଣୁ ତା ଭିତରେ କେହି ଛୋଟ ଛୋଟ ଜିନିଷ ହୁଏ ହବ। ଆଗାମୀ ଦିନରେ ସେମିତି କିଛି କାର୍ଯ୍ୟକ୍ରମ ହବାକୁ ଯାଉଛି ଯୋଉଠି ତାକୁ ଭଲ ଲାଗିବ ଦେଖିବା ପାଇଁ, ସେମିତି କିଛି ବି ନାହିଁ। ଅବିଶ୍ୱାସର ବାତାବରଣ କିଛି କ୍ରିଏଟ କରାଗଲା, ତାର ପ୍ରଭାବ ଦେଖୁଛନ୍ତି ସୁଦୂର ପ୍ରସାରୀ ହେଲା। କିନ୍ତୁ ତାର ସେଇ ଯୋଉ ଅବିଶ୍ୱାସ ବାତାବରଣ ପ୍ରଭାବ କାଟିବାକୁ ମାନ୍ୟବର ସଭାପତି ଯଥାଶୀଘ୍ର ପଦକ୍ଷେପ ନେବେ। ପୁଣି ଏ ସବୁ ଜିନିଷ ସୁଚାରୁ ରୂପେ ସୁଢଙ୍ଗରେ ପୁଣି ଚାଲିବ, କିଛି ଭାବିବା ନାହିଁ। ଆଜି ଯୋଉ ଜିନିଷ ଆପଣଙ୍କ ଆଖିକି କଷ୍ଟକର ଦେଖାଯାଉଛି, ନିଶ୍ଚିତ ଭାବରେ ଆସନ୍ତାକାଲି ସୂର୍ଯ୍ୟୋଦୟ ପରେ ଆପଣଙ୍କୁ କ୍ଲିୟର ସବୁ ମିଳିଯିବ। ତେଣୁ ଆଜିକା ପରିସ୍ଥିତିରେ କାହା ମନ ଉଣା ଟିକେ ଅଛି, କଣ ଅଛି ଭଲ କଥା, କିନ୍ତୁ ଆଗାମୀ ଦିନରେ ପୁଣି କାରଣ ସମସ୍ତଙ୍କ ହୃଦୟରେ ନବୀନ ପଟ୍ଟନାୟକ ଅଛନ୍ତି। ତେଣୁ ସେମିତି ଭାବିବାର ନାହିଁ କିଛି। ନିଶ୍ଚିତ ଭାବରେ କର୍ମୀମାନଙ୍କ ମନରେ ଯାହା ଅଛି, ଆପଣ ଯାହା କହୁଛନ୍ତି, ମାନ୍ୟବର ସଭାପତି ଖୁବ୍ ଶୀଘ୍ର ଯବନିକା ପକେଇବେ ଏବଂ କର୍ମୀମାନଙ୍କ ଭିତରେ ପୁନର୍ବାର ସେ ଉତ୍ସାହ ଆସିବ। ତା ପାଇଁ ଆଉ କିଛି ଦିନ ଲାଗିବ। ଏ ସାଂଗଠନିକ ପ୍ରକ୍ରିୟା ସରିଯାଉ, ସମ୍ପୂର୍ଣ୍ଣ ରୂପେ ମାନ୍ୟବର ସଭାପତି ବାହାରକୁ ବାହାରିବେ ଏବଂ ଦଳ ନେତୃତ୍ୱ ସାଙ୍ଗରେ ଧରି ଏଇ ସବୁ ବରିଷ୍ଠ ନେତାମାନଙ୍କୁ ସାଙ୍ଗରେ ଧରି ଅନେକ କିଛି କାର୍ଯ୍ୟକ୍ରମ ଆଗାମୀ ଦିନରେ ହବ। ଆପଣମାନେ ଅପେକ୍ଷା କରନ୍ତୁ। ସେ ତ କ୍ଲିୟର କରିଦେଲେ ଅକବଟ, ଯେହେତୁ ବିଜୁ ଜନତା ଦଳ ଗୋଟିଏ ସିକ୍ୟୁଲାର ପାର୍ଟି, ଧର୍ମ ନିରପେକ୍ଷ ଏବଂ ଏଠି ସଂଖ୍ୟାଲଘୁ ସବୁବେଳେ ବିଜୁ ଜନତା ଦଳ ସାଙ୍ଗରେ ଥାନ୍ତି। ତେଣୁ ସେଇଟାକୁ ଆଖି ଆଗରେ ରଖି ଆମେ ତ ପ୍ରଥମରୁ ବିରୋଧ କରିବୁ ବୋଲି ଡିସାଇଡ୍ ହେଇଥିଲା। ତ ସେଇ ଦୃଷ୍ଟିରୁ ମାନ୍ୟବର ସାଂସଦ ମୁନାଫା ମଧ୍ୟ ତାଙ୍କ ଷ୍ଟେଟମେଣ୍ଟ ଦେଇଥିଲେ। ତା ପରବର୍ତ୍ତୀ ଅବସ୍ଥାରେ କିଛି ଅବିଶ୍ୱାସର ବାତାବରଣ କ୍ରିଏଟ କରାଗଲା, ଯୋଉଥିପାଇଁ କି ଏତିକି ଘଟଣା ଘଟିଲା। ମୋର ଗୋଟିଏ କଥା ଆପଣଙ୍କୁ କହିବା କଥା, ନବୀନ ପଟ୍ଟନାୟକ ଆମର ସର୍ବମାନ୍ୟ ନେତା, ଆଉ ବରିଷ୍ଠ ମାନେ ମଧ୍ୟ ବହୁତ କନିଷ୍ଠ ସମସ୍ତେ ଏକ ସ୍ୱରରେ ସେଇ ଗୋଟେ କଥା କହୁଛନ୍ତି। ତ ନବୀନ ପଟ୍ଟନାୟକ କିଏ କ୍ଷତି ପହଞ୍ଚିବ, ନିଶ୍ଚିତ ଭାବରେ ସମସ୍ତେ ସ୍ୱର ଉତ୍ତୋଳନ କରିବେ, ହେଲା କଥା। ତ ସ୍ୱାଭାବିକ ନବୀନ ପଟ୍ଟନାୟକ ସୁଦୃଢ଼ ରହିବେ, ସେଇଟା ଆମେ କାମନା କରୁଛୁ, ସମସ୍ତେ କରୁଛନ୍ତି, ହେଲା କଥା। ଯଦି କିଛି ଆଶା ଆଶଙ୍କା ଭିତରେ ସମସ୍ତେ ଅଛନ୍ତି ବି, ନିଶ୍ଚିତ ଭାବରେ ସେଗୁଡ଼ା ତାର ଯବନିକା ପଡ଼ିବ। ସେମିତି ଯୋଉ ରୂପରେ ନବୀନ ପଟ୍ଟନାୟକ ଦେଖିବା ପାଇଁ ବରିଷ୍ଠ କନିଷ୍ଠ ସମସ୍ତେ ଚାହୁଁଛନ୍ତି, ସାଧାରଣ ଆବାଳ ବୁଦ୍ଧ ବନିତା ସମସ୍ତେ, ସେଇ ନବୀନ ପଟ୍ଟନାୟକକୁ ଆଗାମୀ ଦିନରେ ଆପଣମାନେ ଦେଖିବେ। ଠିକ କଥା ଯାହା କହୁଛନ୍ତି, ଠିକ କଥା ଯାହା କହିବି। ମୁଁ ତ ଆପଣଙ୍କୁ ଅତୀତର ବାଇଟରେ କହିଥିଲି ବି ସେୟା। ଆଭ୍ୟନ୍ତରୀଣ ଦଳର ଯାହା ଯାହା ମନ ଭିତରେ ଅସନ୍ତୋଷ ଅଛି, କାହା ବିରୁଦ୍ଧରେ କହିବାର ଅଛି, ମାନ୍ୟବର ସଭାପତି ଜଣାନ୍ତୁ କି ଦଳ ଇଣ୍ଟରଭ୍ୟୁ ଫୋରମରେ ସେ କଥା ପକାନ୍ତୁ। ଗଣମାଧ୍ୟମ ଆଗରେ ବିବୃତ୍ତି ଦେବାଟା ଉଚିତ ହୋଇଥାଏ, ହେଲା କଥା। ଦେଇଦେଇଛନ୍ତି ସ୍ୱାଧୀନ, ସମସ୍ତେ ଯିଏ ଯାହା କହିବା କଥା କହିଛନ୍ତି। କିନ୍ତୁ ଆଉ ସେଭଳି କିଛି ହବନି, ଏ କଥା ଆପଣ ଜାଣନ୍ତୁ, ଆଉ କିଏ କହିବେ ନାହିଁ। ଲୋକମାନଙ୍କର ଭଲ ପାଇବା ନବୀନ ପଟ୍ଟନାୟକ ଯୋଉ ରୂପରେ ଦେଖିବାକୁ ଚାହାନ୍ତି, ସେ ରୂପରେ ଆଗାମୀ ଦିନ ଦେଖିବେ, ନିଶ୍ଚିତ ଭାବରେ ଦେଖିବେ, ହେଲା କଥା। ଏଇ ଯୋଉ ଛୋଟ ମୋଟ ଚାଲିଛି ଦଳ ଭିତରେ, ଆଗାମୀ ଦିନ ଦୂରୀଭୂତ ହବ। ଯାହା ଅସନ୍ତୋଷ ତାକୁ ବି ସେ ବି ପ୍ରଶମିତ ହବ, ସବୁ କିଛି ଚାଲିବ ଠିକ ଠାକ। ଆଶା ପ୍ରଭୁ ଜଗନ୍ନାଥ ସବୁ ଠିକ କରିବେ ଏବଂ ନିଶ୍ଚିତ ଭାବରେ ଆଗାମୀ ଦିନରେ ଠିକ ଠାକ। ଯାହା ବରିଷ୍ଠ ଭାବୁଛନ୍ତି, ଯୋଉଟା ଆପଣ କହୁଛନ୍ତି ପାଣ୍ଡିଆନ ଆଗକୁ ଆସି କହିବେ, କଣ କରିବେ, ହୁଏତ ଆଗକୁ ଆସି କହିପାରନ୍ତି ଆଗାମୀ ଦିନରେ, କିଏ ଜାଣିଛି। ନା ଉଚିତ ଅଛି, ମୁଁ କିଛି ତା ବିଷୟରେ କହିବିନି, କିନ୍ତୁ ଆପଣମାନେ ଯାହା ଭାବୁଛନ୍ତି ଆଗାମୀ ଦିନରେ ଅନେକ କିଛି ଘଟଣା ଘଟିପାରେ। ମାନ୍ୟବର ସଭାପତି ଯେତେବେଳେ ଯାହା କହିସାରିଛନ୍ତି, ତାପରେ ତ ମୋର କିଛି କହିବାର ନାହିଁ। ଆଚ୍ଛା, ତାଙ୍କର କହିବା କଥାରେ କେତେ ଜଣ ସନ୍ତୁଷ୍ଟ, କେତେ ଜଣ ଅସନ୍ତୁଷ୍ଟ, ସେ ବାବଦରେ ମୋର କିଛି କହିବାର ନାହିଁ। କିନ୍ତୁ ଆଗାମୀ ଦିନରେ କିଛି ନ ହବ ବୋଲି ଆପଣ କେମିତି ଜାଣିଲେ? ତା ବି ହେଇପାରେ, କିଏ ବାହାରକୁ ଆସି କଣ କହିପାରେ, ନିଜର ପ୍ରେଜେଣ୍ଟ ଯାହା ତାଙ୍କର ସବୁ ଆପଣଙ୍କ ଆଗରେ ବି କହିପାରନ୍ତି, ସବୁ ହେଇପାରେ, ଅସମ୍ଭବ। ଭିନ୍ନ ଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ପ୍ରକାର ଆଚରଣ ଦେଖାଯାଏ। ଅତୀତରେ କଣ ହଉଥିଲା, ଏବେ କଣ ହଉଛି, ତାର ନିଶ୍ଚିତ ଭାବେ ତାର ପରିସ୍ଥିତି ଅନେକ ବଦଳି ଯାଇଛି। ଦୀର୍ଘ 24 ବର୍ଷ ଶାସନ କରୁଥିଲୁ, ଏବେ ସରକାର ନାହୁଁ। ତେଣୁ ପରିସ୍ଥିତି ଯେହେତୁ ବଦଳିଛି, ଆଉ ଗୋଟେ ସରକାର ଆସିଛି, ବିଜେପି ସରକାର କରିଛି, ତେଣୁ କିଛି ବିଳମ୍ବିତ ହଉଛି, ହବ ଆଗକୁ ନିଶ୍ଚିତ ଭାବରେ।